ଆପଣ ନା ମୋ ନା ଛୟ ସାଙ୍ଗ କୋଉଠି ଘର ଘର କୋଉଠି ଘର ବଢ଼ିଛି। ଏ କଣ କହିବେ ଆଜି ହଁ ତାଙ୍କ ଝିଅଙ୍କର ଜନ୍ମଦିନ ଆଜି ଆମକୁ କମଳ ଫମଳ ବାଣ୍ଟିଲା ଆଉ ଆପଣ ବୋଧେ ହଁ ଛୁଆଙ୍କୁ କଲମ ବହି ସବୁ ମିଳିଲା ଆଉ ଆମକୁ କଣ ବାଣ୍ଟିଲେ କମଳ ବି ଦେଲେ କଣ ବାଣ୍ଟିଲେ ସବୁ ଆଉ କଣ ବାଣ୍ଟିଲେ ଗଛ ବି ବାଣ୍ଟିଲେ ବହି ପତ୍ର ବି ଦେଲେ କମଳ ବି ଦେଲେ ଆଉ ଆମକୁ ମୋ ନାଁ ସୈୟଦ ଶମସୁଲ ଆରେଫିନ ଘର ଜଗନ୍ନାଥପୁର। ପାତୁଣୀ ଜନ୍ମଦିନରେ ମୁଁ ଖୁସି ଏବଂ ତା ପାଇଁ ଯେଉଁ ଜିନିଷ ଗୁଡ଼ିକ ବଣ୍ଟା ହେଲା ଦାନ କରାଗଲା କମଳ ଖାତା ପେନସିଲ ବହି ଇତ୍ୟାଦି ସେଥିପାଇଁ ମୋତେ ଖୁସି ଲାଗୁଛି। ଈଶ୍ୱର ତାକୁ ଦୀର୍ଘାୟୁ କରନ୍ତୁ ଏବଂ ତା ଜୀବନ କାଳରେ ସେ ଉନ୍ନତି କରୁ। କେକ୍ ନ କାଟି ବରଂ ଦାନ କଲେ ବିଶେଷ କରି ଯେଉଁ ଆବଶ୍ୟକ ଯେଉଁମାନଙ୍କର ଅଛି ଏ ଶୀତ ଦିନରେ କମଳ ଇତ୍ୟାଦି ଦାନ କଲେ ଏହା ଅତି ପୁଣ୍ୟ କାମ। ତେଣୁ ଏ ଶୁଭ ଦିନରେ ଯେଉଁ ଦାନ କରାହେଇଛି ମୋତେ ଅତି ଖୁସି ଲାଗୁଛି। ଘର ଜଗନ୍ନାଥପୁର ଗରିବ ଗୁରାକୁ ଦଉଥିଲେ ଆଉ କଣ ତାଙ୍କ କାର ଜନ୍ମଦିନ ଥିଲା ବୋଲି ନା ଆଜ୍ଞା ଆଜି କଣ ହଉଥିଲା ସେ ଆଜି ତାଙ୍କ ଝିଅର ଜନ୍ମଦିନ ସେ ଗଛ ପଛ ଆଉ କମଳ ଆଉ ଦେଇକି ଗାଁରେ ସବୁ ବାଣ୍ଟୁଥିଲେ ଇଏ କରିକି ଆଉ ଏଠି କେତେ ଲୋକ ଆସିଥିଲେ ତଥାପି ଲୋକ ଆସିଥିଲେ ଆଉ କେତେ ଲୋକ ଆସିଥିଲେ ନେବାକୁ 50 ଲୋକ ଆସିଥିଲେ। କଣ କହିବେ ଇଏ ଗୋଟେ ନିଆରା ଜନ୍ମଦିନ ଜନ୍ମଦିନ ଆଉ ସେ ଛୁଆଙ୍କୁ ଡାକି କଲମ ଦେଲେ ଖାତା ଦେଲେ ଆଉ କମଳ କିଛି ଲୋକଙ୍କୁ ବାଣ୍ଟିଲେ ଗଛ ବି ଦେଇଛି କିଛି। ଆପଣ କେତେ ଖୁସି ଅଛନ୍ତି? ଭଲ ଆମେ ବି ଖୁସି ଅଛୁ ସବୁ ଗରିବ ଛୁଆ ଗାଁରେ ସବୁ ବାଣ୍ଟିଲେ ଝିଅକୁ ଆଶୀର୍ବାଦ କରି ସେ ଭଲ ମଣିଷ ହଉ ସେ ଦୁନିଆରେ ବଞ୍ଚିକି ଭଲ ମଣିଷ ହଉ। ମୋ ନାଁ ହେଉଛି ଶବନମ ନାଥ। ଆଜି କୋଉଠି ଘର ଅଛି ଜଗନ୍ନାଥପୁର ବରଦଣ୍ଡା। ଆଜି କଣ ଝିଅ ଜନ୍ମଦିନ କେମିତି କଣ ପାଳନ କଲେ? ଆଜି କମଳ ବଣ୍ଟା ହେଲା ଗଛ ଦିଆହେଲା ପେନ୍ ଖାତା ଏସବୁ ଦିଆହେଲା। ଏଇ ନିଆରା ପରମ୍ପରା କଣ ପାଇଁ ରଖିଲେ ଘରେ ଆପଣ କେକ୍ ନ କାଟି ଏମିତି? ଆମେ କେକ୍ କାଟିଲୁନି ସେଥିପାଇଁ ଆମେ ବୋଲି କେକ୍ କଣ କାଟିବି ଆଉ ଇଏ କମଳ ଦେଇଦେଲେ ଗଛ ଦେଇଦେଲେ ପେନ୍ ଖାତା ସବୁ ଦେଇଦେଲୁ ପଡ଼ୋଶୀ ମାନେ ଯେତେ ଅଛନ୍ତି ସବୁ ଝିଅମାନଙ୍କୁ ଆଶୀର୍ବାଦ ଦେବେ କରିବି ସେଥିପାଇଁ ଆମେ ବାଣ୍ଟିଲୁ।